ମୁଁ ଅଣନିଶ୍ୱାସୀ ହେଇଯାଇଥିଲି ବିଜୁ ଜନତା ଦଳ, ଯାହାଙ୍କୁ ମୁଁ ମୋ ଗୁରୁ ମାନିଛି, ଯାହାଙ୍କୁ ବହୁତ ଭଲ ପାଏ, ନବୀନ ପଟ୍ଟନାୟକଙ୍କୁ, ତାଙ୍କୁ ମୋତେ ଦେଖା କରେଇଦେଲେନି। ଦେଖା କରେଇଦେଲେନି। ଷଡ଼ଯନ୍ତ୍ରଟା କ'ଣ ହେଲା ମୁଁ ବୁଝିପାରିଲିନି। ପ୍ରଥମ, ଯେତେବେଳେ ୱାକଫ ବିଲ୍ ଆସେ ପାର୍ଲିଆମେଣ୍ଟକୁ, ଆମକୁ ନିଜେ ନବୀନ ପଟ୍ଟନାୟକ ଦୁଇ ଥର କହିଥିଲେ ପାର୍ଲାମେଣ୍ଟାରୀ ସେତେବେଳେ ଡିବେଟ୍ ଯେତେବେଳେ ଚାଲୁଛି, ଆଉ ମୁନ୍ନା ଖାଁ ଯେତେବେଳେ ନବୀନ ପଟ୍ଟନାୟକ ତରଫରୁ ବିଜେଡି ତରଫରୁ ତାଙ୍କର ଅଭିଭାଷଣ ରଖନ୍ତି, ସେ ନବୀନ ପଟ୍ଟନାୟକଙ୍କୁ ସ୍ମରଣ କରନ୍ତି କି ତାଙ୍କ ନିର୍ଦ୍ଦେଶରେ ଆଜି ଏ ବିଲ୍କୁ ବିଜୁ ଜନତା ଦଳ ଘୋର ବିରୋଧ କରୁଛି। କିନ୍ତୁ ତା ଘଣ୍ଟାଏ ଭିତରେ କ'ଣ ପରିବର୍ତ୍ତନ ହେଲା ଯେ ସସ୍ମିତ ବାବୁ ଗୋଟେ ଟ୍ୱିଟ୍ କଲେ କି ବିଜୁ ଜନତା ଦଳର ନିର୍ଦ୍ଦେଶ ବିବେକ ହିସାବରେ ଭୋଟ ଦେବ। ତାପରେ ମୋର ଗୋଟେ ଭୟଙ୍କର, ମାନେ ମୁଁ ଏହାକୁ ଇଂଲିଶରେ କୁହନ୍ତି ପାଣ୍ଡିଆନ ବିରୁଦ୍ଧରେ ବାଲେଷ୍ଟିକ ହେଇଗଲି, ମାନେ ଯେମିତି ବିଷୋଦ୍ଗାର କରନ୍ତିନି ଜୋରରେ। ସେ ଲୋକକୁ ମୁଁ ସେତେବେଳେ ନବୀନଙ୍କୁ ଏହା ବୁଝିବାକୁ ଚାହିଁଲି, ଏ ଲୋକଟାକୁ ଛାଡ଼ନ୍ତୁ, ସେ ସନ୍ନ୍ୟାସ ନେଇଛି, ସେ ଆଉ ନ ଫେରିଲେ ବିଜୁ ଜନତା ଦଳର କାଳ ହେଇଯିବ। ଏବଂ ପରବର୍ତ୍ତୀ ସମୟରେ ସେ ଲୋକ ଫେରିଲେ, ପରିଚାଳନା କଲେ ଏବଂ ଆଉ ନବୀନ ପଟ୍ଟନାୟକ ଏମପି ଆମର ସଂସଦୀୟ ଦଳ ବୈଠକ ବନ୍ଦ କରିଦେଲେ। ନବୀନ ନିବାସକୁ ମୋତେ ଛାଡ଼ିଲେନି। ତେଣୁ ନବୀନ ନିବାସଟା ହେଉଛି ନବୀନଙ୍କ ଘର। ସେ ଘର ଉପରେ କିଏ କବ୍ଜା କରିଛି ଯେ ଦେବାଶିଷ ସାମନ୍ତରାୟକୁ ଏଣ୍ଟ୍ରି ନାହିଁ।